शुभ सकाळର शुभ ଅଭିନନ୍ଦନ। ଆଜି ଆମେ ଗୋଟିଏ ଗଛ ବିଷୟରେ କହିବା, ଯାହା ପ୍ରାୟ ଆପଣମାନେ ଜାଣିଛନ୍ତି। ତା ନାମ ହେଉଛି ବିଳିମି ଗଛ ବା ନରକୋଳି ଗଛ। ଏ ଗଛର ଫଳ ଟିକିଏ ଖଟା। ଏହା ସାଧାରଣତଃ ଆଚାର ଓ ଚଟଣିରେ ବ୍ୟବହାର କରାଯାଇଥାଏ, କିନ୍ତୁ ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ତା ମୁଁ ଆପଣଙ୍କ ପାଖରେ ବର୍ଣ୍ଣନା କରିବା ପାଇଁ ଚାହୁଁଛି। ଇଏ ବିଳିମ୍ବି ଗଛ ବା ନରକୋଳିର ଗଛ ସାଧାରଣତଃ ବାଡ଼ି ବଗିଚାରେ ହେଇଥାଏ। ଏହାର ପତ୍ରର ରସ ହାଇ ବ୍ଲଡ଼ ପ୍ରେସରକୁ କମ୍ କରିଥାଏ। ଏହି ଫଳରେ ଭିଟାମିନ୍ ସି ଭରପୁର ଅଛି, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ସାଧାରଣତଃ କିଡ଼ନୀରେ ଷ୍ଟୋନ୍ ହେଲେ ଏହାର ଫଳ ବା ପତ୍ରର ରସ ସାମାନ୍ୟ ପିଆଇ ଦେଲେ ସେ କିଡ଼ନୀରେ ଥିବା ପଥରକୁ ମେଲ୍ଟ କରିଦିଏ। ସର୍ଦ୍ଦି କାଶ ହେଲେ ଇଏ ପତ୍ରର ରସ ଏବଂ ଏ ଫଳ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ଦେଇଥାଏ। ଘା ହେଲେ ବା କଟି କାଟି ଗଲେ ଶରୀର ଭିତରେ ଯେକୌଣସି ଅଙ୍ଗରେ ଏହାର ପତ୍ରର ରସ ସାମାନ୍ୟ ଲେପିଦେଲେ ଆଶ୍ୱସ୍ତି ମିଳିଥାଏ। ତେଣୁ ଆପଣମାନେ ଏ ଗଛକୁ ଜାଣନ୍ତୁ, ଭଲ ଭାବରେ ଏହାର ଉପକାର ନିଅନ୍ତୁ। ଭଗବାନଙ୍କ ଦୁନିଆରେ ଆମମାନଙ୍କର କଲ୍ୟାଣ ପାଇଁ ଆମେମାନେ କେମିତି ଭଲରେ ରହିବା, ସୁସ୍ଥରେ ରହିବା। ତେଣୁ ଭଗବାନ ଏସବୁ ଜୀବଜଗତକୁ ସୃଷ୍ଟି କରିଛନ୍ତି। ଆମେ କେଉଁ ଗଛ, କେଉଁ ଲତା ଆମ ରୋଗକୁ ଭଲ କରିବ ତା ଜାଣିବା ଦରକାର, ତାକୁ ଚିହ୍ନିବା ଦରକାର, ଆଉ ତା ବ୍ୟବହାର ବି ଆମେ ଜାଣି ରଖିବା ଦରକାର। ତେଣୁ ଆସନ୍ତୁ ବନ୍ଧୁଗଣ, ଏଇଭଳି ଔଷଧୀୟ ବୃକ୍ଷର ଆମେ ଯତ୍ନ ନେବା ଏବଂ ଆମେ ତାକୁ ଲଗେଇବା। ସେସବୁ ଗଛ ନ ଲଗେଇଲେ ଆମେ ତା'ର ଯତ୍ନ ନେବା କେମିତି, ତା'ର ଉପକାର ପାଇବା କେମିତି? ତେଣୁ ଆସନ୍ତୁ ବନ୍ଧୁଗଣ, ଏ ସମସ୍ତ ଔଷଧୀୟ ବୃକ୍ଷର ଯେତିକି ପ୍ରକାର ଉପକାର ଅଛି ଆମେ ସେ ଉପକାର ଗୁଡ଼ିକୁ ନେବା ଏବଂ ଆମେ ସୁସ୍ଥରେ ରହିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜୟ ଜଗନ୍ନାଥ।